ଜଳୁଥିବା ଲୋକମାନଙ୍କ 12ଟି ପରିଚୟ। ଏମିତି ଲୋକଙ୍କୁ ଚିହ୍ନି ପାରିଲେ ଜୀବନ ବଞ୍ଚିଯିବ। ଆମ ଚାରିପାଖରେ ଅନେକ ଲୋକ ଅଛନ୍ତି ଯେଉଁମାନେ ମୁହଁରେ ହସ ରଖନ୍ତି କିନ୍ତୁ ମନ ଭିତରେ ଜଳୁଛନ୍ତି। ସେମାନେ ଆମ ସୁଖ ଦେଖିପାରନ୍ତି ନାହିଁ। ଆମ ସଫଳତା ତାଙ୍କୁ ଜଳାଇ ଦେଉଛି। ଆଜିର ଏହି ଭିଡ଼ିଓରେ ଆମେ ଜାଣିବା ଜଳୁଥିବା ଲୋକମାନଙ୍କ 12ଟି ସଠିକ୍ ପରିଚୟ, ଯାହା ଜାଣିଲେ ଆପଣ ନିଜକୁ ବଞ୍ଚାଇ ପାରିବେ। ପ୍ରଥମ ପରିଚୟ, ସଫଳତାକୁ ଛୋଟ କରିଦେବେ। ଆପଣ ଯେତେବେଳେ କିଛି ଭଲ କରିବେ, ସେମାନେ କହିବେ, ଏତିକି ତ କିଛି ନୁହେଁ, ଏଥିରେ କ'ଣ ବଡ଼ କଥା। ଏମିତି ଲୋକ ଆପଣଙ୍କ ସଫଳତାକୁ ମାନି ପାରନ୍ତି ନାହିଁ, କାରଣ ସେମାନେ ଭିତରେ ଜଳୁଛନ୍ତି। 2 ନମ୍ବର କଥା, ମିଠା କଥା କଟୁ ମନ। ମୁହଁରେ ବହୁତ ଭଲ କଥା, କିନ୍ତୁ ପଛରେ ଆପଣଙ୍କ ବିରୋଧରେ କଥା। ସେମାନେ କେବେ ଆପଣଙ୍କୁ ସିଧା କହିବେ ନାହିଁ, କିନ୍ତୁ ନିଆଁ ଭଳି ଜଳୁଥିବେ। 3 ନମ୍ବର କଥା, ସବୁବେଳେ ତୁଳନା। ତୁ ତାଙ୍କଠାରୁ କମ୍, ସେ ତୋଠାରୁ ଭଲ। ଜଳୁଥିବା ଲୋକ ସବୁବେଳେ ତୁଳନା କରନ୍ତି, କାରଣ ସେମାନେ ନିଜକୁ ଅସୁଖୀ ଭାବନ୍ତି। 4 ନମ୍ବର କଥାଟି ହେଲା, ଆପଣଙ୍କ ଦୁଃଖରେ ଖୁସି। ଆପଣଙ୍କ ସମସ୍ୟା ଶୁଣି ସେମାନଙ୍କ ମୁହଁରେ ହାଲୁକା ହସ। ଏହା ହେଉଛି ଜଳୁଥିବା ମନର ସବୁଠୁ ଭୟଙ୍କର ଚିହ୍ନ। 5 ନମ୍ବର କଥାଟି ହେଲା, ଭୁଲକୁ ବଡ଼ କରିଦେବେ। ଆପଣ ଏକ ଭୁଲ କଲେ, ସେମାନେ ସେ କଥାକୁ ସବୁଠାରେ କହିବେ, କାରଣ ଆପଣ ଭଲ କଲେ ସେମାନେ ଜଳନ୍ତି। 6 ନମ୍ବର କଥାଟି ହେଲା, ଆପଣଙ୍କ ଉନ୍ନତିରେ ଅସହଯୋଗ। ଆପଣ ଆଗକୁ ବଢ଼ିବାକୁ ଚାହିଁଲେ, ସେମାନେ କହିବେ, ଏତେ ଚେଷ୍ଟା କରି କ'ଣ ହେବ। ଜଳୁଥିବା ଲୋକ କାହାକୁ ଆଗକୁ ଯାଉଥିବା ଦେଖିପାରନ୍ତି ନାହିଁ। 7 ନମ୍ବର କଥାଟି ହେଲା, ନେଗେଟିଭ୍ କଥା। ସେମାନଙ୍କ କଥା ଶୁଣିଲେ ମନ ଭାଙ୍ଗିଯାଏ। ଜଳୁଥିବା ମନ ସବୁବେଳେ ନେଗେଟିଭ୍ କଥା କହେ। 8 ନମ୍ବର କଥାଟି, ଆପଣଙ୍କ ଭଲକୁ ଅଣଦେଖା କରିବା। ଆପଣ ଯେତେ ଭଲ କରନ୍ତୁ, ସେମାନେ କେବେ ଶ୍ରେୟ ଦେବେ ନାହିଁ। 9 ନମ୍ବର କଥା, ପଛରୁ ଆଘାତ। ସାମ୍ନାରେ ସହଯୋଗ, ପଛରେ ଚକ୍ରାନ୍ତ। ଏହା ଜଳୁଥିବା ଲୋକଙ୍କ ସ୍ୱଭାବ। 10 ନମ୍ବର କଥାଟି ହେଲା, ଆପଣ ଶାନ୍ତ ହେଲେ ଅସୁବିଧା। ଆପଣ ଶାନ୍ତ ରହିଲେ ସେମାନେ ଅସୁବିଧା ଅନୁଭବ କରନ୍ତି। 11 ନମ୍ବର କଥାଟି ହେଲା, ସଫଳ ଲୋକଙ୍କୁ ଗାଳି। ସେମାନେ କହିବେ, ସଫଳ ଲୋକ ଭଲ ନୁହେଁ। ଏହା ହେଉଛି ଜଳନର ପ୍ରମାଣ। 12 ନମ୍ବର କଥାଟି ହେଲା, ଆପଣଙ୍କୁ ତଳକୁ ଟାଣିବେ। ଆପଣ ଉପରକୁ ଯାଉଥିଲେ ସେମାନେ ତଳକୁ ଟାଣିବେ। ମନେ ରଖନ୍ତୁ, ଜଳୁଥିବା ଲୋକ ଆପଣଙ୍କ ଶତ୍ରୁ ନୁହେଁ, କିନ୍ତୁ ଆପଣଙ୍କ ସୁଖ ପାଇଁ ବିପଦ। ଦୂରେ ରୁହନ୍ତୁ, ଶାନ୍ତ ରୁହନ୍ତୁ। ନିଜ ପଥରେ ଆଗକୁ ବଢ଼ନ୍ତୁ, କାରଣ ସୂର୍ଯ୍ୟ ଆଲୋକ ଦେଉଛି। ଆପଣମାନେ ମୋ ଚ୍ୟାନେଲରେ ପ୍ରତ୍ୟେକ ଦିନ କିଛି ନା କିଛି ଶିଖିବାକୁ ପାଇବେ, ତ ଫଲୋ ଆଉ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲନ୍ତୁନି।